ବନାଙ୍ଗୀ ଦୈତ୍ୟ। କ୍ରିଷ୍ଣାପୁରମ୍ ଗ୍ରାମରେ ରଙ୍ଗୁଡୁ ନାମକ ଏକ ଯୁବକ ନିରକ୍ଷର ହୋଇ ରହିଥିଲା। ସେ ଭାରି ଅଳସୁଆ, ସବୁବେଳେ ଗପସପରେ ମଜି ରହୁଥାଏ। ପିଲାଦିନୁ ତାର ପିତାମାତା ମୃତ୍ୟୁବରଣ କରିଥିଲେ। ଜେଜେମା ତାର ଦାୟିତ୍ୱ ନେଉଥିଲେ। ସେ ଘରୁ କିଛି ଜିନିଷ ଚୋରି କରି ଆଣି ବିକ୍ରି କରି ସେଇଥିରେ ତାର ଖରାପ ଅଭ୍ୟାସ ପୂରଣ କରୁଥିଲା। ବେଳେବେଳେ ହାତ ଉଧାରି ଆଣିବାକୁ ମଧ୍ୟ ଅଭ୍ୟାସ ରଖିଥିଲା। ରଙ୍ଗୁଡର ବ୍ୟବହାର ଦେଖି ତାର ଜେଜେମା ସହ୍ୟ କରିପାରିଲେ ନାହିଁ। ତାକୁ ଘରୁ ତଡ଼ିଦେଲେ। ସେ ଘୁଙ୍ଗୁଡ଼ି ମାରି ଶୋଇ ରହିଲା। ସୂର୍ଯ୍ୟ ମୁଣ୍ଡ ଉପରକୁ ଗଲା ପରେ ମଧ୍ୟ ଉଠିଲା ନାହିଁ। ଏହା ଦେଖି ଜେଜେମା ରଙ୍ଗୁଡୁକୁ ପୁଣି ଗାଳି କଲେ। ରଙ୍ଗୁଡୁ ଜେଜେମାକୁ ଧମକ ଦେଲା ଯେ ଯଦି ତାକୁ ଗାଳିଗୁଲଜ କରିବେ ସେ ଗାଁ ଛାଡ଼ି ଚାଲିଯିବ। ତା ସତ୍ତ୍ୱେ ମଧ୍ୟ ଜେଜେମା ତାକୁ ଅଧିକରୁ ଅଧିକ ଗାଳି ଦେଲେ। ରଙ୍ଗୁଡୁ ଜେଜେମାଙ୍କ ଗାଳି ସହିପାରିଲା ନାହିଁ। ହଠାତ୍ ଉଠି ଠିଆ ହେଲା ଏବଂ ଘୋଷଣା କଲା ଯେ ସେ ଗାଁ ଛାଡ଼ି ଚାଲିଯିବ ଏବଂ ଘରୁ ବାହାରିଗଲା। ରଙ୍ଗୁଡୁ ପାଇଁ ଏହା ନିତିଦିନିଆ କଥା ଥିଲା। ସବୁଦିନେ ସେ ଏମିତି ଧମକ ଦେଇ ବାହାରି ଯାଉଥିଲା ଓ ପୁଣି ଫେରି ଆସୁଥିଲା। ତେଣୁ ଜେଜେମା ତାର ଧମକକୁ ଗୁରୁତ୍ୱ ଦେଲେ ନାହିଁ। ଗ୍ରାମର ସୀମା ପାରି କରି ରଙ୍ଗୁଡୁ ଜଙ୍ଗଲରେ ପ୍ରବେଶ କଲା। ପୂର୍ବ ଦିନଠାରୁ ସେ କିଛି ଖାଇ ନଥିଲା। ଗାଁର ପାଖାପାଖି ପହଞ୍ଚିଲା ବେଳକୁ ତାକୁ ଭାରି ଦୁର୍ବଳ ଲାଗୁଥିଲା। ତେଣୁ କ୍ଳାନ୍ତି ମେଣ୍ଟାଇବା ପାଇଁ ଗଛ ତଳେ ବିଶ୍ରାମ ନେବାକୁ ବସିଲା ଏବଂ ସେଇଠାରେ ତାକୁ ନିଦ ଲାଗିଗଲା। ସେ ଯେତେବେଳେ ଉଠିଲା ଦେଖିଲା ତା ଚାରିପଟେ କେବଳ ଅନ୍ଧାର। ରଙ୍ଗୁଡୁ ଅନ୍ଧାରକୁ ଭାରି ଡର ମାଡ଼େ। ତା ଭିତରେ ପୁଣି ଏ ବଡ଼ ବଡ଼ ଗଛଗୁଡାକ ତାକୁ ରାକ୍ଷସ ପରି ଦିଶୁଥାନ୍ତି। ତେଣୁ ସେ ଭୟଭୀତ ହୋଇପଡ଼ିଲା। ସମସ୍ତ ଶକ୍ତି ସଞ୍ଚୟ କରି ଘରକୁ ଧାଇଁବାକୁ ମନସ୍ଥ କଲା। କିନ୍ତୁ ଏତିକି ବେଳେ ଦଲକାଏ ପବନ ଆସିଲା। ଯେଉଁ ଗଛ ତଳେ ସେ ବସିଥିଲା ସେଇ ଗଛଟି ଘାସପତ୍ର ପରି ଥରିବାକୁ ଲାଗିଲା। ରଙ୍ଗୁଡୁର ଆଖି ମୁଦି ହୋଇଗଲା। ସେ ଯେତେବେଳେ ଆଖି ଖୋଲିଲା ଦେଖିଲା ତା ଆଗରେ ଗୋଟିଏ ଦୈତ୍ୟ ରାକ୍ଷସ ଠିଆ ହୋଇଛି। ଦୈତ୍ୟକୁ ଦେଖି ରଙ୍ଗୁଡୁ ଭୟରେ ଥରୁଥିଲା। ହେ ମଣିଷ ପିଲା, ତୁ ଏଠାକୁ ଆସିବା ପାଇଁ କିପରି ସାହସ କଲୁ? ଖାଲି ସେତିକି ନୁହେଁ, ମୋ ଗଛ ତଳେ ଆଶ୍ରୟ ବି ନେଲୁ। ତୁ ଏଠାକୁ କାହିଁକି ଆସିଛୁ? ଦୈତ୍ୟ ରଙ୍ଗୁଡୁକୁ ପଚାରିଲା। ଦୈତ୍ୟ ତାକୁ ମାରିବା ପରିବର୍ତ୍ତେ ତା ସହିତ କଥାବାର୍ତ୍ତା ହେବାର ଦେଖି ରଙ୍ଗୁଡୁ ସାହସ ସଞ୍ଚୟ କଲା। କଥାବାର୍ତ୍ତା ଛଳରେ ରଙ୍ଗୁଡୁ ଜାଣିପାରିଲା ଯେ ଏହି ଦୈତ୍ୟର ନାମ କୋନାଙ୍ଗୀ, ଅର୍ଥାତ୍ କୁକର୍ମର ଭଣ୍ଡାର। ସେ ଧୀରେ ଧୀରେ କହିଲା, ଆଜ୍ଞା କୋନାଙ୍ଗୀ ମହାଶୟ, ଆପଣ କ'ଣ କରନ୍ତି? ଆମ ଘରେ ଗୋଟିଏ ବୁଢ଼ୀ ଅଛି, ମୋର ଜେଜେମା। ସେ ମୋତେ ସବୁବେଳେ କାମ କରିବା ପାଇଁ ଗାଳି ଦିଏ। ମୋତେ କାମ କରିବାକୁ ଆଦୌ ଭଲ ଲାଗେ ନାହିଁ ଏବଂ ସେଥିପାଇଁ ମୁଁ ଘର ଛାଡ଼ି ପାଖରେ ଥିବା ସହରକୁ ଯାଉଛି। ରଙ୍ଗୁଡୁ ଏହିପରି ଭାବରେ କୋନାଙ୍ଗୀ ଦୈତ୍ୟ ଆଗରେ ଅଭିଯୋଗ କଲା। କୋନାଙ୍ଗୀ ଧୈର୍ଯ୍ୟର ସହିତ ରଙ୍ଗୁଡୁ କଥା ଶୁଣିଲା ଏବଂ କହିଲା, ମଣିଷ ହୋଇ ଜନ୍ମ ହେବା ହେଉଛି ସବୁଠାରୁ ବଡ଼ ସୌଭାଗ୍ୟ। ଆଉ ମଧ୍ୟ ମଣିଷ ଜନ୍ମ ପାଇଁ ଭଲ ପାଠଶାଠ ପଢ଼ି କଠିନ ପରିଶ୍ରମ କଲେ ଜୀବନରେ ଉଚ୍ଚ ସ୍ଥାନ ଲାଭ କରିପାରିବ। ମୁଁ ଯେତେବେଳେ ମଣିଷ ଥିଲି କିଛି ଭୁଲ କରିଦେଇଥିଲି। ତେଣୁ ଏବେ ଦୈତ୍ୟ ହୋଇ ଜନ୍ମ ନେଇଛି। ତେଣୁ ମୋ କଥା ଶୁଣ, ତମେ ତୁମ ଘରକୁ ଫେରିଯାଅ। ଜେଜେମାଙ୍କ କଥା ଶୁଣ, ମନ ଦେଇ ପାଠ ପଢ଼ ଏବଂ ବୃଦ୍ଧାବସ୍ଥାରେ ତାଙ୍କୁ ସାହାଯ୍ୟ କର। କୋନାଙ୍ଗୀ ଦୈତ୍ୟଠାରୁ ଏହିପରି ମହତ ବାଣୀ ଶୁଣି ରଙ୍ଗୁଡୁକୁ ଜମା ଭଲ ଲାଗିଲା ନାହିଁ। ସେ ମଝିରେ କଥା ଅଧାରୁ କହିଲା, ମଣିଷ ଜନ୍ମ ପାଇବା ଏମିତି କ'ଣ ବଡ଼ କଥା? ଆପଣ ତ ଯୁଆଡ଼େ ଇଚ୍ଛା ଉଡ଼ି ପାରୁଛନ୍ତି। ଆପଣଙ୍କ ପାଇଁ କାମ କରିବା କିଛି ଦରକାର ନାହିଁ। ଆପଣଙ୍କ ପାଇଁ କିଛି ଭୟର କାରଣ ନାହିଁ। ଆପଣ ଯେତେବେଳେ କାମ କରିବେ ଖାଦ୍ୟ ପାଇପାରିବେ। ଏତିକିବେଳେ ସେଠାକୁ ଆସିଲେ ଆଉ 3 ଜଣ ଦୈତ୍ୟ, କାକାଡୁ, ଲାପାଡୁ ଏବଂ ଚାପାଡୁ, ଏବଂ ତାଙ୍କର ଯୁକ୍ତିତର୍କ ବଢ଼ି ବଢ଼ି ଚାଲିଲା। ରଙ୍ଗୁଡୁ ଭୁଲିଗଲା ଯେ ସେ 4 ଜଣ ଦୈତ୍ୟଙ୍କ ସହିତ ଯୁକ୍ତି କରୁଛି। ରଙ୍ଗୁଡୁର ଏହିପରି ତର୍କ ଶୁଣି କାକାଡୁ ଦୈତ୍ୟ କହିଲା, ଯଦି ତୁମେ ମଣିଷ ଜନ୍ମ ପାଇ ଏତେ ନିରାଶ, ତେବେ ଠିକ୍ ଅଛି। ଯଦି ତୁମେ ଚାହଁ ଆମେ ତୁମକୁ ଭୋଡ଼ ଶକ୍ତି ଦ୍ୱାରା ଦୈତ୍ୟରେ ରୂପାନ୍ତରିତ କରିଦେବୁ। ଆମ ଭିତରୁ ଜଣେ ତୁମ ସ୍ଥାନ ନେବ ଏବଂ ତୁମେ ଆମ ଭିତରୁ ଯାହାପରି ହେବାକୁ ଚାହିଁବ ହେଇପାରିବ। କାକାଡୁର କଥା ରଙ୍ଗୁଡୁ ମନକୁ ପାଇଲା। ରଙ୍ଗୁଡୁ ଭାବିଲା ସେ ଦୈତ୍ୟ ପାଲଟିଯିବ। ଦୈତ୍ୟ ହେଲା ପରେ
ସାରାଦିନ ଗଛରେ ଓଲଟା ଝୁଲି ରହିବ, ତାର କିଛି ଚିନ୍ତା ରହିବ ନାହିଁ। ତେଣୁ ରଙ୍ଗୁଡୁ ଏହି ପ୍ରସ୍ତାବରେ ସମ୍ମତି ଦେଲା। ସେଠାରେ ଥିବା ଦୈତ୍ୟମାନଙ୍କ ଭିତରୁ ସେ କୋନାଙ୍ଗିକୁ ଭଲ ଦୈତ୍ୟ ବୋଲି ଭାବିଲା ଏବଂ କୋନାଙ୍ଗିର ରୂପ ଧାରଣ କରିବା ପାଇଁ ରାଜି ହେଲା। ରଙ୍ଗୁଡୁ ସର୍ତ୍ତ ରଖିଲା ଯେ ଯଦି ସେ ଦୈତ୍ୟ ରୂପ ଧାରଣ କରିବ ତେବେ ସେ ଯେତେବେଳେ ଚାହିଁବ ପୁଣି ମଣିଷ ରୂପ ଧାରଣ କରିପାରିବ। ଏହି କଥାରେ ଦୈତ୍ୟମାନେ ରାଜି ହେଲେ। ଦୈତ୍ୟ କୋନାଙ୍ଗି ରଙ୍ଗୁଡୁର ମୁଣ୍ଡ ଉପରେ ହାତ ରଖି କିଛି ଦୈତ୍ୟ ମନ୍ତ୍ର ପାଠ କଲା। ଉଭୟଙ୍କର ଚେହେରା ବଦଳିଗଲା। କୋନାଙ୍ଗି ରଙ୍ଗୁଡୁରେ ଏବଂ ରଙ୍ଗୁଡୁ କୋନାଙ୍ଗିରେ ରୂପାନ୍ତରିତ ହୋଇଗଲେ। ଦୈତ୍ୟରେ ରୂପାନ୍ତରିତ ହେଲା ପରେ ରଙ୍ଗୁଡୁ ଦିନଠୁ ରାତି ପର୍ଯ୍ୟନ୍ତ ବରଗଛରେ ଓଲଟା ଝୁଲି ରହିଲା ଏବଂ ସାଥୀ ଦୈତ୍ୟମାନଙ୍କ ସହିତ ଗପସପରେ ମଜି ରହିଲା। ଯେଉଁ ଦୈତ୍ୟମାନେ ଅଳସୁଆ ଥିଲେ ସେମାନେ ରଙ୍ଗୁଡୁର ଏହି ମୂଲ୍ୟହୀନ କଥା ଶୁଣୁଥିଲେ। ରଙ୍ଗୁଡୁ ଶରୀରରେ ଜେଜେମାଙ୍କ ଘରକୁ ଯାଇ କୋନାଙ୍ଗି ଦୈତ୍ୟ ତାଙ୍କୁ ଘର କାମରେ ସାହାଯ୍ୟ କଲା। ରଙ୍ଗୁଡୁ ବ୍ୟବହାରରେ ଏପରି ପରିବର୍ତ୍ତନ ଦେଖି ଗାଁ ସାରା ଲୋକେ ଆଶ୍ଚର୍ଯ୍ୟ ହେଲେ। କୋନାଙ୍ଗି ମଣିଷ ଶରୀର ଧାରଣ କରି ଭାରି ଖୁସି ଥିଲା ଏବଂ ସବୁଦିନେ ମଣିଷ ହୋଇ ରହିବାକୁ ତାର ଇଚ୍ଛା ହେଲା। ତେଣୁ ସେ ନିଷ୍ପତ୍ତି ନେଲା ଯେ ଯଦି ରଙ୍ଗୁଡୁ ପୁଣି ଥରେ ମଣିଷ ହେବାକୁ ଚାହିଁବ ତେବେ ସେ ତାର ଅନୁରୋଧ ରକ୍ଷା କରିବ ନାହିଁ। କିଛି ଦିନ ପରେ ରଙ୍ଗୁଡୁ ବର ଗଦରେ ଓଲଟା ଝୁଲି ଝୁଲି ହାଲିଆ ହୋଇଗଲା। ତୁରନ୍ତ ସେ କ୍ରିଷ୍ଣାପୁରମ୍ ଗ୍ରାମରେ ପ୍ରବେଶ କଲା ଏବଂ ଦେଖିଲା କୋନାଙ୍ଗି ଦୈତ୍ୟ ଆନନ୍ଦରେ ଶୋଇ ଘୁଙ୍ଗୁଡି ମାରୁଛି। ସେ ଦୈତ୍ୟକୁ ଉଠାଇଲା ଏବଂ ଦାବି କଲା ଯେ ପୂର୍ବ ଚୁକ୍ତି ଅନୁଯାୟୀ ସେ ବର୍ତ୍ତମାନ ମଣିଷ ରୂପ ଫେରି ପାଇବାକୁ ଚାହେଁ। କୋନାଙ୍ଗି ଦୈତ୍ୟ ଏଥିରେ ରାଜି ହେଲା ନାହିଁ। ରଙ୍ଗୁଡୁ ଦୈତ୍ୟ ନିକଟରେ ବାରମ୍ବାର ଗୁହାରି କଲା କିନ୍ତୁ କିଛି ଫଳ ହେଲା ନାହିଁ। ନିରାଶ ମନରେ ସେ ବରଗଛ ପାଖକୁ ଫେରି ଆସିଲା। କିଛି ଦିନ ପରେ ଦିନେ ଗାଁର ସବୁ ଭଦ୍ରବ୍ୟକ୍ତି ଏକାଠି ହୋଇ ରଙ୍ଗୁଡୁ ଘର ପାଖରେ ପହଞ୍ଚିଲେ। ରଙ୍ଗୁଡୁ ସେମାନଙ୍କୁ ଦେଖି ଆଶ୍ଚର୍ଯ୍ୟ ହେଲା। ସେମାନଙ୍କ ଭିତରୁ ବୟସ୍କ ବ୍ୟକ୍ତି ବଜ୍ର କଣ୍ଠରେ ଦାବି କଲେ ଯେ ରଙ୍ଗା, ତୁମେ 2 ବର୍ଷ ତଳେ ମୋ ଠାରୁ ଯେଉଁ ଋଣ ନେଇଥିଲ କେବେ ପରିଶୋଧ କରିବ? ରଙ୍ଗୁଡୁର ହାତ ଗୋଡ଼ ବାନ୍ଧି ଦେଇ ସେମାନେ ଗଛରେ ବାନ୍ଧି ତାକୁ ମୋଟା ବାଡ଼ିରେ ବହୁତ ବାଡ଼େଇଲେ। ପ୍ରତିଦିନ କେହି ନା କେହି ଆସି ରଙ୍ଗୁଡୁକୁ ମାଡ଼ ଦେଉଥାନ୍ତି। କୋନାଙ୍ଗି ଦୈତ୍ୟ ଏସବୁ ସହ୍ୟ କରିପାରିଲା ନାହିଁ। ସେ ବରଗଛ ପାଖକୁ ଦୌଡ଼ି ଦୌଡ଼ି ଗଲା ଏବଂ ରଙ୍ଗୁଡୁକୁ ତାର ମଣିଷ ଶରୀର ଫେରାଇ ନେବା ପାଇଁ କାକୁତି ମିନତି କଲା। ରଙ୍ଗୁଡୁ ତୁରନ୍ତ ରାଜି ହୋଇଗଲା ଏବଂ ସେମାନେ ସେମାନଙ୍କର ପୂର୍ବ ଅବସ୍ଥାକୁ ଫେରିଗଲେ। ଏତିକିବେଳେ କାକାଡୁ, ଲାପାଡୁ ଓ ଚାପାଡୁ ଦୈତ୍ୟ ସେଠାରେ ଆସି ପହଞ୍ଚିଲେ ଏବଂ କୋନାଙ୍ଗିକୁ କାହିଁକି ମଣିଷ ରୂପ ରଙ୍ଗୁଡୁକୁ ଫେରାଇ ଦେଲୁ ବୋଲି ପଚାରିଲେ। କୋନାଙ୍ଗି ଦୀର୍ଘଶ୍ୱାସ ନେଲା ଏବଂ ବୁଝାଇଦେଲା, କଣ କହିବି ଦୈତ୍ୟ ଭାଇମାନେ, ଏଇ ଲୋକ ନେଇଥିବା ଋଣ ପାଇଁ ଋଣଦାତାମାନେ ସବୁଦିନେ ଆସି ମୋତେ ବହୁତ ମାଡ଼ ଦେଉଛନ୍ତି। ମୁଁ ଏହା ସହ୍ୟ କରିପାରୁନାହିଁ। କୋନାଙ୍ଗିର କଥା ଶୁଣି ରଙ୍ଗୁଡୁ ହାଇ ମାରି କହିଲା, ତେବେ ମୁଁ ନେଇଥିବା ଋଣ ମୋତେ ମୋର ଦୈତ୍ୟ ରୂପରୁ ବାହାରିବା ପାଇଁ ସାହାଯ୍ୟ କଲା। ସେ ଯାହା ହେଉ ମୁଁ ଭାରି ଖୁସି। ମୁଁ ଶିଖିଲି ଯେ କଷ୍ଟ କରି କିଛି ହାସଲ କରିବାରେ ଭାରି ଆନନ୍ଦ ଥାଏ। ତୁମେମାନେ ମୋତେ ସେଇ କଥା ବୁଝେଇଦେଲ। ମୁଁ ଏବେ ଫେରିଯିବି। ମୋ ଜେଜେମାଙ୍କର ଦାୟିତ୍ୱ ନେବି। ବିଦାୟ ବନ୍ଧୁ। ଏହିପରି କହି ରଙ୍ଗୁଡୁ କ୍ରିଷ୍ଣାପୁରମ୍ ଫେରି ଆସିଲା। ଏହିପରି ଭାବରେ କୋନାଙ୍ଗି ଦୈତ୍ୟର ସହାୟତା କ୍ରମେ ରଙ୍ଗୁଡୁ ଅଳସ୍ୱାମୀ ଛାଡ଼ି ଭଲ ମଣିଷ ହୋଇପାରିଲା।